ଯେ ସେ ରାଜଧାନୀରେ ଆସିକି ପାଠ ପଢ଼ିବା ପାଇଁ କିଏ ଗୋଟେ 5 ଟଙ୍କାଟେ ଖାଇକିରି ଗୋଟେ ଆହାରଟେ ଖାଇ ପାଠ ପଢ଼ୁଛି କିଏ ଗୋଟେ ଟ୍ୟୁସନଟେ କରିଛି କିଏ ଗୋଟେ ମାନେ ପାର୍ଟ ଟାଇମ୍ଟେ କରିଛି ମାନେ ଏଇ ଟାଇପ୍ର ସବୁ ସିଷ୍ଟମ୍ ଏଠି ଆସିଲା ପରେ କ'ଣ ହେଉଛି ପିଲା ଗୋଟେ ଆଶାରେ ଆସିଥିବ ମୁଁ ଷ୍ଟେଟ୍ ଲାଇବ୍ରେରୀ ଯିବି କି ଗୀତ ଗୋବିନ୍ଦ ସଦନ ଯିବି ପାଠ ପଢ଼ିବା ପାଇଁ ହେଲେ ଗଲାବେଳେ କ'ଣ ଏଠି କ'ଣ ସିଷ୍ଟମ୍ ହେଇଥିବ ନା ଏଠି ତମକୁ କ'ଣ କରାହେବ ନା ପିଲାମାନଙ୍କୁ ମାନେ ସେ କ'ଣ ହେବ ଯେ ପିଲା କେମିତି ଆସି ପାଠ ପଢ଼ି ସେଇ ଜିନିଷ ଉପରେ କନସେନ୍ଟ୍ରେସନ୍ କରାଯିବ ପିଲା କେମିତି କମା ହେବ ତାପରେ କ'ଣ କରାହେବ ନା ସବୁଆଡ଼ୁ କାଟି କାଟି ନିଆଯିବ ହେଲା ତ ଦେଖିବେ କ'ଣ ନା ଆପଣ ମନ ଆଜି ପାଠ ପଢ଼ିବା ପାଇଁ ଗଲେ ହେଲେ ଆଉ ଗୋଟେ ଜିନିଷ କ'ଣ ହେଉଛି ଏଠି ଆମର ଲାଇବ୍ରେରୀରେ ଯେ କାର୍ଡ଼ ଦିଆହେଉଛି ଆମ ଷ୍ଟେଟ୍ ଲାଇବ୍ରେରୀ କଥା କହୁଛି କାର୍ଡ଼ ଦିଆହେଉଛି କାର୍ଡ଼ ଦେଇ ଦେଇ ବହୁତ ଦିନ ହେଲାଣି ଏତେ କାର୍ଡ଼ ଦିଆ ହେଇଗଲାଣି କିନ୍ତୁ ସିଟ୍ ସଂଖ୍ୟା ବଢ଼ା ହେଉନି ଜମା ସେଇ 400-500 ସିଟ୍ ରହିଲା ତ ସେଇ 400-500 ସିଟ୍ରେ ଆପଣ ପୁରା ଠିକ୍ରେ କହୁଛନ୍ତି ଯେ ଲାଇବ୍ରେରୀର ସିଟ୍ ସଂଖ୍ୟା ବଢ଼ାଯାଉନି ଇନଫ୍ରାଷ୍ଟ୍ରକ୍ଚର ବି ବଢ଼ାଯାଉନି କାହିଁକିନା ଦେଖନ୍ତୁ ଭାଇ ରାଜ୍ୟ ଗ୍ରନ୍ଥାଗାର ସବୁବେଳେ ରାଜ୍ୟରେ ଗୋଟେ ହିଁ ଥାଏ ଆମେ ତ 50ଟା କରିଦେବାନି ନା ତ ତେଣୁକରି ତ ରାଜ୍ୟ ଗ୍ରନ୍ଥାଗାର ଭଳିଆ ହେବା ଦରକାର ଯେହେତୁ ପୂର୍ବରେ କରାଯାଇଥିଲା ତ ବହୁତ ଭଲ କଥା ସେତେବେଳର ଆବଶ୍ୟକତା ଅନୁସାରେ କରାଯାଇଥିଲା ସେତେବେଳେ ତ ଭୁବନେଶ୍ୱର 9ଟା ୟୁନିଟ୍ ହେଇଥିଲା ତାପରେ ଭୁବନେଶ୍ୱର ଏକ୍ସପାଣ୍ଡ ହେଇଛି ତ ସେଇ ଅନୁସାରେ ସେଟା କରାହେଇଛି ତ ତାକୁ ଗୋଟେ ମାନେ ବହୁତ ଗୋଟେ ବଡ଼ ଜାଗା ଦିଆଯାଉନଥିଲେ ସେଠି ବି ରିନୋଭେସନ୍ କରିକି ସେଠି କରାଯାଉଛି ଏମିତି ବି ନୁହେଁ ଯେ ଗ୍ରନ୍ଥାଗାର କେବଳ ସେଇଠି ରହିଛି ସବୁଆଡ଼େ ଭୁବନେଶ୍ୱରର ଅଲଗା ଜାଗାରେ ବି କରାଯାଇପାରିବ ତାପରେ ଆଉ ଗୋଟେ ବି ଆମର ଯୋଉ ଭୀମ ଭୋଇ ପାଠାଗାର ବି ଗୋଟେ ହେଇଛି ଷ୍ଟେଟ୍ ଲାଇବ୍ରେରୀ ଅଣ୍ଡରରେ ଆମର ବାପୁଜୀ ନଗରରେ ବି ହେଇଛି ସେମିତି ଯଦି ସରକାର କ'ଣ କରନ୍ତେ ଭୁବନେଶ୍ୱରରେ ସେଇ ରାଜ୍ୟ ଗ୍ରନ୍ଥାଗାର ମାନେ ଅଣ୍ଡରରେ ଯଦି 4ଟା-5ଟା ଲାଇବ୍ରେରୀ ସବୁ କୋଣମାନଙ୍କରେ କରନ୍ତେ ଆଉ ସବୁ ଡିଷ୍ଟ୍ରିକ୍ଟରେ ଗୋଟେ ଲାଇବ୍ରେରୀ କରନ୍ତେ ଷ୍ଟାଫ୍ ଠିକ୍ ସମୟରେ ଦେଇଥାନ୍ତେ ତ ଏଇସବୁ ଜିନିଷ ଗୁଡ଼ା ଯଦି ହେଇଥାନ୍ତା କ'ଣ ହେଇଥାନ୍ତା ନା ଦେଖନ୍ତୁ ଏକରେ ଯେଉଁ